श्री गणेशाय नमः। श्रीमद्देवी भागवत महापुराण षष्ठ स्कंध चतुर्थ अध्याय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। आजिर विषय रही ब्रह्मांकर वृत्रासुरको वरदान। व्यासदेव कहिले शुण नरवर, तप विघ्न कर से देवताने कर। वृत्रंक ब्रह्म ध्यान स्थिर चित्त जानी, कार्य सिद्ध विषय हताशरे पुणी। निज निज स्थान करिले प्रस्थान, एपरि 7 वर्ष तपे हेला पूर्ण। चतुरानन भगवान हंस परे, बसी आसी भासिले पुत्रर पाशरे। रे तुष्ट पुत्र सुखी हुओ ध्यान छाड़, मनरे केउ इच्छा करिअछु लोड़। तुष्ट होई तोहर कष्ट कर तपे, विष्टर श्रवा मुहि आसिअछि आपे। अभीष्ट बर माग करिबि प्रदान, रिष्ट आदि तुम्भर करिण खंडन। सम्मुखरे थिबार से चतुर्मुखको, वृत्रासुर कहिला होई सम्मुखको। अमृत समगिर विहिंकर शुणी, ध्यान छाड़ी हरस मानसरे पुणी। आनंदाश्रु लोचन जुगलु मोचन, कृतांजलि पुटरे होइब मोचन। कृतांजलि पुटरे होई नमस्कार, विनय नम्रे प्रेमे कहिले गिर। आहे विभु दुर्लभ तुम्भर दर्शने, सर्वदेव आसन पाइली गहने। हे कमल संभव मोर मन भाव, सकल जानी अछ कि कहिबि भाव। तथापि से दुष्कर मनरथ सार्थ, करण रे समर्थ आहे चतुर्मार्थ। लुहारे वा काष्ठरे शुष्क बार्द्रे, अपरापर शस्त्र अस्त्रादि द्रव्यरे। केबे हेले मरण मोहर नहिब, जिणे भी समरे अमरादि सर्व। कार्य तेज सौंदर्य बुद्धि हेब बहु, वर की समागिबि ब्रह्मा अष्टबाहु। रुद्रर वीर शुणी हसी पद्मपुत्र, कहिले शुंभ शुभा हेब शुण पुत्र। सकल मनोरथ सदा सार्थ हेउ, छाड़ जोग विकल न हुओटियाऊ। शुष्करे बार्द्रे अस्त्र शस्त्रादिरे, तोमरण नहिब लुहारे पथरे। एपरि बर देई से ब्रह्मा बहन, करिले निजे ब्रह्म लोककु गमन। प्रवर बर लभि वृत्र घरे गले, बापाଙ୍କ समीपरे सकल कहिले। ता शुणी विश्वकर्मा होई तो सभर, बर लब्ध पुत्र को कहिले वीर।
ଆରେ ବାବୁ ମଙ୍ଗଳ ହୋଇବ ତୋହର, ମୋହର ଶତ୍ରୁ ଶତ କ୍ରତୁକୁ ସଂହାର। ଅବିଳମ୍ବେ ତ୍ରିଶିରା ହନ୍ତା ପାପିଷ୍ଠକୁ, ନଷ୍ଟ କରି ତୁ ଆସ ମୋର ନିକଟକୁ। ଆଶୀର୍ବାଦ କରୁଛି ସମରେ ଅମର, ଜୟୀ ହୋଇ ହୋଇବୁ ସୁର ଅଧୀଶ୍ୱର। ଆତ୍ମଜ ନାଶ ଜାତ ବର ଭୂର କଲେ, ମୋହର ମନୋରଥ ସାର୍ଥ ହେବ ଭଲେ। ଜୀବିତ ଥିଲେ ପିତା ଆଦେଶ ପାଳିବ, ପରଲୋକ ମୃତା ହେ ଭୋଜନାଦି ଦେବ। ଗାୟ ଶୀର୍ଷେ ଥାଇଣ କଲେ ପିଣ୍ଡ ଦାନ, ପୁତ୍ରର ପୁତ୍ରଟାତି ସିଦ୍ଧ ହୁଏ ଜାଣ। ଏହେତୁ ଆରେ ପୁତ୍ର ନିଦାରୁଣ ଦର, ମୋହର ଦୂର କର କର୍ତ୍ତବ୍ୟ ତୋହର। ତ୍ରିଶିରା ମୋ ଚିତ୍ତରୁ ଅନ୍ତର ନହିଛି, ସନ୍ତତରେ ତାହାର ମୁଖାଦି ଦିଶୁଛି। ବେଦ ବିଦ୍ୟା ନିପୁଣ ସୁଶୀଳ ସତ୍ୟବାଦୀ, ସାଧିଥିଲା ପରମ ତପସ୍ୟା ସବିଧି। ଅକାରଣରେ କିବା ଅପରାଧେ ଇନ୍ଦ୍ର, ତାହାକୁ ବିକାଶିଲା ସେ ପାପିଷ୍ଠ ମନ୍ଦ। ଦୁର୍ଜୟ ପୁତ୍ର ପୁତ୍ର ପିତାଙ୍କର ଗିରେ, ବାହାରିଲା ସପୁରୁ ବସି ରଥ ପରେ। ତାହାଙ୍କର ପ୍ରୟାଣ ସମୟରେ ପୁଣ, ଋଣ ଦ୍ୱନ୍ଦ୍ୱ ଆଦି ହୋଇଲା ବାଦନ। ଦର ଦୂର ହେବାରେ ଦର ଧ୍ୱନି କଲେ, ନୀତି ମାର୍ଗାନୁସାରୀ ବୃତ୍ର ସେହି କାଳେ। ସେବକ ନିକରଙ୍କୁ କହିଲେ ପରି, ସୂରଜ ଘେନି ବିଶୁରେ ସଜେ ସଂଘାରି। ସୈନ୍ୟଙ୍କର ସହିତ ଭୟଙ୍କର ଶବ୍ଦେ, ସ୍ୱର୍ଗକୁ ଭୟପ୍ରଦ ହୋଇଣ ପ୍ରମଦେ। ସଂଗ୍ରାମ କରିବାରେ ବିକ୍ରମ ଦେଖାଇ, ବାହାରିଲେ ସିଂହର ବିକ୍ରମରେ ସେହି। ଆହେ ଭରତ ବଂଶଧର ଜନ୍ମେ ଜୟ, ବୃତ୍ରର ଆଗମନ ଜାଣି ସୁରରାୟ। ଭୟରେ ହୋଇ କରି ହୃଦୟ ବ୍ୟାକୁଳ, ଯୋଗାଡ଼ିଲେ ଆପଣା ସୈନ୍ୟାଦି ସକଳ। ମହତ ତେଜବନ୍ତ ଅରିନ୍ଦ ମହରି, ସକଳ ଲୋକପାଳ ଡାକି ଆଣି କରି। ସମର କରିବାକୁ କରିଣ ପ୍ରେରଣ, ସମରରେ ମିଳିଲେ ପ୍ରଦୀପ୍ତ ତକ୍ଷଣ। ଗୃଧ୍ର ବ୍ୟୁହ ରଚନା ସମରରେ କରି, ସ୍ଥିର ଭାବେ ରହିଲେ ଶଚୀଙ୍କ ବିହାରୀ। ଇନ୍ଦ୍ରଙ୍କ ଆଗମନ ବୃତ୍ର ଜାଣି ବେଗେ, ଶତ୍ରୁବଳ ନାଶନ ପ୍ରବେଶିଲେ ରାଗେ। ସୁରାସୁର ମାନଙ୍କ ଯୁଦ୍ଧ ମହାଘୋର, ପରସ୍ପର ହୋଇଲା ମହାଭୟଙ୍କର। ସମର ଜିଣିବାରେ ଦୁହିଁଙ୍କର ଇଚ୍ଛା, ଏପରି କିଛି କାଳ ଯୁଦ୍ଧ ହେଲା ବଛା। ଅଖିଳ ପ୍ରାଣୀଙ୍କର ଭୟ ପ୍ରଦରଣ, ହୋଇଲା କି କହିବା ଭୀଷଣ ଶରଣ। କିଛି କ୍ଷଣ ବିଷାଦଗ୍ରସ୍ତ ହେଲେ ଦେବେ, ଆନନ୍ଦ ଲାଭ କଲେ ସକଳ ଦାନବେ। ତୁମର ଭିନ୍ଦି ପାଳ ସୁଖଡ୍ଗ ପର୍ଶୁରେ, ମରାମରି ହୋଇଲେ ସେ ସୁର ସୁରେ। ଏପରି ନିବାରୁଣ ଲୋ ମୋହର ଶଣ, ଭୀଷଣ ରଣ ହେଲା ଆହେ ନର ରାଣ। ବୃତ୍ରାସୁର ତକ୍ଷଣେ କ୍ରୋଧ ଯୁତ ହୋଇ, ବାସବଙ୍କ ବସନ ଛଡ଼ାଇଲେ ଡେଇଁ। ଲଙ୍ଗଳା କରି ତାଙ୍କୁ ସମ୍ମୁଖ ବିବରେ,
ଖେପିଦେଲେ ପୂର୍ବର ଶତ୍ରୁ ତା ରାଗରେ। ଶୁଖିଲା ସୁରଙ୍କର କଣ୍ଠ ଓଷ୍ଠ ତାଳୁ। ସୁରେଶଙ୍କୁ ନ ଦେଖି ହୋଇଲେ ଭୟାଳୁ। କି କରିବେ ଦୁଃଖରେ କଲେ ସକ୍ରନ୍ଦନ। କାହିଁ ଗଲ କହିଣ ଇନ୍ଦ୍ର ସକ୍ରନ୍ଦନ। ବସ୍ତ୍ରହୀନେ ବାସବ ପୁତ୍ରର ବଦନେ। ଥିବାର ଜାଣି ପାରି ସୁମନ ସମାନେ। ବ୍ୟଥିତରେ କହିଲେ ବୃହସ୍ପତି କତି। ପ୍ରଣତି ହୋଇ କରି ସବିନୟ ଅତି। ହେ ଦ୍ୱିଜ ଅଟ ତୁମ୍ଭେ ଆମ୍ଭ ଗୁରୁଦେବ। ଏକ୍ଷଣି କି କରିବା କର୍ତ୍ତବ୍ୟ କହିବ। ଇନ୍ଦ୍ରଙ୍କର ରକ୍ଷିତ ହୋଇଥିଲୁ ଦେବେ। ବୃତ୍ରାସୁର ତାହାକୁ ଗିଳିଅଛି ଏବେ। ସୁରେଶଙ୍କ ବିଚାରେ ପରାକ୍ରମ ଶୂନ୍ୟ। ହୋଇଛି କି କହିବୁ କହନ୍ତୁ ବହନ। ବିଚାରି ତ୍ୱରିତରେ କରନ୍ତୁ ଉପାୟ। ଯେପରିରେ ବିମୁକ୍ତ ହେବେ ସୁରରାୟ। ସୁରାଚାର୍ଯ୍ୟ କହିଲେ ସୁରଙ୍କୁ ଏ ଗିର। ଏକ୍ଷଣି କି କରିବା ଉପାୟ ସଧୀର। ଜୀବିତ ଥାଉଁ ଥାଉଁ ଇନ୍ଦ୍ରଙ୍କ ମୋକ୍ଷଣ। କରିବାର ଉପାୟ କରନ୍ତୁ ତକ୍ଷଣ। ବୃତ୍ରଗଳା ମଧ୍ୟରେ ଜୀବିତେ ଅଛନ୍ତି। ଅବସନ୍ନ ଭାବରେ ସୁର ପନ୍ତି ପନ୍ତି। ଏହା ଜାଣି ସୁମନେ ସୁମନ ସଗଣ। ସୁରରାଣ ମୋକ୍ଷଣ ହେଲେ ଯତ୍ନବାନ। ସୁପ୍ରଭାବଶାଳିନୀ ରିପୁ ବିନାଶିନୀ। ଜମ୍ବିକର ସୃଷ୍ଟି କି ନିର୍ମାଣିଲେ ପୁଣି। ବୃତ୍ରାସୁର ତକ୍ଷଣେ ଜୃମ୍ଭାଯୁକ୍ତ ହେଲେ। ଦମ୍ଭୋଳିଧର ତହୁଁ ନିର୍ଗତ ହୋଇଲେ। ଜମ୍ଭାବ ସେ ବିବୃତ ଆସ୍ୟ ହେଲେ ବୃତ୍ର। ସଂକୁଚିତ ଶରୀରେ ବାହାରିଲେ ଶ୍ଵେତ। ସେଦିନ ସମସ୍ତଙ୍କ ଶରୀରେ ସେ ହାଇ। ପ୍ରକାଶ ହେଉଅଛି ଆଶଟିରେ ଥାଇ। ସକଳ ସୁରଗଣ ସୁରେଶଙ୍କୁ ଦେଖି। ପରମ ଆନନ୍ଦରେ ହେଲେ ମହାସୁଖୀ। ବୃତ୍ର ସହ ଇନ୍ଦ୍ରଙ୍କର ପୁଣି ଯୁଦ୍ଧ ହେଲା। ଅୟୁତ ବର୍ଷ କାଳ ଗତ ହୋଇଗଲା। ସକଳ ଲୋକଙ୍କରେ ସେ ବ୍ୟାକୁଳ ପ୍ରଦ। ହେଲା ହଲ ମହର୍ଷଣ ଦାରୁଣ ସେ ଯୁଦ୍ଧ। ଏକ ଦିଗେ ରହିଲେ ବୃନ୍ଦାରକ ବୃନ୍ଦେ। ଅନ୍ୟ ଦିଗେ ଏକାକୀ ସେ ବୃତ ସାନନ୍ଦେ। ମହତ ବଳବନ୍ତ ପରାକ୍ରାନ୍ତ ଶ୍ଵେତ। ଖାତର ନ କରନ୍ତି ବିଶ୍ୱକର୍ମା ସୁତ। ବରମଦ ମତରେ ସେ ରଣ କ୍ଷେତ୍ରରେ। ବର୍ଦ୍ଧିତ ହେବାରେ ସେ ବୃତ୍ର ଯେ ବଳରେ। ବଳା ରାତି ବଳଟି କ୍ଷୀଣ ହୋଇଗଲା। ପରାଜୟ ହୋଇଲେ ଦେହ ବ୍ୟଥା କଲା। ସୁରେଶ ସରାଜିତ ହେବା ଜାଣି ସୁରେ। ଅତିଶୟ ଦୁଃଖିତ ହେଲେ ମାନସରେ। ଅମରଙ୍କ ସହିତ ଅମରେଶ ହରି। ସମର ଛାଡ଼ି ଦେଇ ପଳାଇଲେ ଡରି। ଦଇତ ବର ବୃତ୍ରାସୁର ଅତି ବେଗେ। ଅଧିକାର କରିଲା ଯାଇ ସ୍ୱର୍ଗ ଦୁର୍ଗେ। ନିଜ ବାହୁ ବୀର୍ଯ୍ୟରେ ସୁରଙ୍କ ଆରାମ। ଉପଭୋଗ କରିଲା ସେ ତ ମନୋରମ। କାମଧେନୁ ଉଚ୍ଚେଶ୍ର ବାଜେ ଅଶ୍ୱତମ। ମାତଙ୍ଗ ଐରାବତ ଯେହୁ ଅନୁପମ। ପାରିଜାତ ସହିତ ସୁରସ ପସରା।
କରାୟରେ ରଖିଲା ସବୁ ଅପସରା। ଜାଗ ଭାଗ ସହିତ ସ୍ୱର୍ଗ ଦୁର୍ଗ ଧାମ। ନ ପାଇ କରି ସବୁ ସୁରବର ରଣ। ଅତିଶୟ ହୋଇଣ ଦୁଃଖିତ ହୃଦୟ। ଗିରି ଦୁର୍ଗେ ଯାଇ ନ କରିଲେ ଆଶ୍ରୟ। ସ୍ୱର୍ଗ ଦୁର୍ଗ ସମ୍ଭୋଗ ଲୋଭି ବୃତ୍ରାସୁର। ମତରେ ଗର୍ବ କଲା ଲୋଭିଥିଲା ବର। ବିଶ୍ୱକର୍ମା ପରମ ସୁଖୀ ହେଲେ ମନେ। ବିହରିଲେ ନନ୍ଦନ ବନେ ସନନ୍ଦନେ। ଏ ଅନ୍ତେ ଦେବଗଣ ମୁନିଙ୍କ ସହିତେ। ମନ୍ତ୍ରଣାଦି ବିଷୟ କରିଣ ସହିତେ। ମୋହିତ ହୋଇ ଭୟେ ବାସବ ସଙ୍ଗରେ। ପ୍ରବେଶିଲେ କୈଳାସ ମନ୍ଦରେ ମନ୍ଦରେ। ମହାଦେବ ଦେବଙ୍କୁ କରିଣ ପ୍ରଣାମ। କୃତାଞ୍ଜଳି ପୁଟରେ କଲେ ନିବେଦନ। ହେ ଦେବ ବୃତ୍ରାସୁରେ ହୋଇ ପରାଜିତ। ଅତିଶୟ ଭୟରେ ହୋଇ ଅଛୁ ସ୍ଥିତ। ହେ କୃପା ଅକୁପାର କୃପା କରି ହରି। ଉଦ୍ଧାର କରି ଏବେ ପାପଦକୁ ହରି। ସେ ମହାବଳଶାଳୀ ଦୈତ ସବଳେ। ସୁର ରାଜ୍ୟ ଛଡ଼ାଇ ଘେନିଲା ଚପଳେ। ସତ୍ୟ କହ ହେ ସତ୍ୟ ସନ୍ଧ ଶମ୍ଭୁ ବିଭୁ। ଦମ୍ଭ ନାହିଁ ଆମ୍ଭର କହ କିଏ କରିବୁ। ସ୍ନାନ ଭ୍ରଷ୍ଟ ହୋଇବୁ କାହିଁ ଯିବୁ ଅବା। ଦୁଃଖ ଶାନ୍ତି ଉପାୟ ହୀନ ହେଲୁ କାବା। ହେ ମହେଶାଧୀଶ୍ୱର ଭୂତେଶ ଦେହର। ଅତି ଦୁଃଖୀ ହୋଇଛୁ ସାହାଯ୍ୟକୁ କର। ଯେବେ ଦବରଙ୍କର ପ୍ରବର ବରରେ। ମହାଗର୍ଭୀ ହୋଇଛି ବିନାଶ ବେଗରେ। ଏହା ଶୁଣି କହିଲେ ମହାଦେବ ହର। ଆସ ସର୍ବେ ଯିବା ହେ ବିଷ୍ଣୁଙ୍କର ପୁର। ମିଳି କରି ସେଠାରେ ବୃତ୍ରବୋଧ ପାୟ। ସ୍ଥିର କରି କେବଳ କରିବା ନିଶ୍ଚୟ। ଅଛନ୍ତି ବାସୁଦେବ ଜନାର୍ଦ୍ଦନ ହରି। ଅସାଧ୍ୟ ସାଧନରେ କ୍ଷମତା ତାଙ୍କରି। ଛଳଜ୍ଞ ମହାବଳୀ ସୁବୁଦ୍ଧି ସମ୍ପର। କୃପା ଅକୁପାର ସେ ଶରଣ ରକ୍ଷଣ। ତାହାଙ୍କ ବିନା କାର୍ଯ୍ୟ ସିଦ୍ଧ ହେବ ନାହିଁ। ଏହେତୁ ଶ୍ରୀ ଛାମୁରେ ଜଣାଇବା ଯାଇ। ସକଳ ସୁରଗଣ ଇନ୍ଦ୍ର ବ୍ରହ୍ମାହର। ଏହିପରି ମନ୍ତ୍ରଣା କରିଣ ସତର। ଭକତ ବତ୍ସଳ ସେ ବିଷ୍ଣୁଙ୍କର ପୁରେ। ପ୍ରବେଶୀ ବେଦ ଉକ୍ତ ପୁରୁଷ ସୂକ୍ତରେ। ସ୍ତବ କରି ଶରଣାଗତ ପାଳକଙ୍କୁ। ନିବେଦନ କରିବେ ନିଜର ଦୁଃଖକୁ। କମଳାକାନ୍ତ ଜଗନ୍ନାଥ ତ ଶ୍ରୀହରି। ସମ୍ମୁଖରେ କହିଲେ ସକ୍ଷଣେ ପରି। ସମାଦର କରିଣ ସୁର ନିକରଙ୍କୁ। ହରସେ ଢାଳି ଦେଇ କୃପା କଟାକ୍ଷକୁ। କାହିଁ ପାଇ ଆସିଛ ଲୋକ ପାଳଗଣ। ଇନ୍ଦ୍ର ବ୍ରହ୍ମା ଶଙ୍କର ସହିତ ହୋଇଣ। ଆସିବାର କାରଣ କହନ୍ତୁ ସତର। ହୋଇଅଛ କିମ୍ପାଇଁ ଏପରି କାତର। ହରିଙ୍କର ଏ ଗିର ଶୁଣି ସୁରଗଣେ। ଶ୍ରୀଧରଙ୍କ ନିକଟେ ରହିଲେ ମନେ। ଚିନ୍ତାକୁଳ ହୃଦୟ ହୋଇ କୃତାଞ୍ଜଳି। ନୁଆଇଁ ଦେଇଥିଲେ ବିନୟ ମଉଳି। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ।
महत्त पुराणर षष्ठ स्कंधंकरे सुरवरने कर विष्णुपुर गत होइगला चतुर्थ अध्याय समापत सुरंक ईश्वरंकु सदा भावी हृदय साई दिवारात्रि बालाजी प्ररमादे। पंचम अध्याय देवींकर देवगणंकु वरदान। व्यासदेव कहिले शुण महीपति से भगवान हरि श्रीमतींक पति समस्त अर्थ तत्व जानिले से हेले अमरंक प्रेम रे उद्भ्रांत होइले कहिले देखि पुणी तांकर व्याकुल रहिल किंपा मौने आहे सुरकूल सत हेउ कि अबा असत हेउ बा सत कह आसिछ कि कारण अबा जानिले सिना मुहि आसिबा कारण बर दूर करणे हेबि यत्नवान सुरगण कहिले आहे त्रिपुरेश त्रिपुरे तुम्भंकु अजणा अबा किस अंतर्जामे बोलाओ अंतर्गत जाने अंतरे जे वेदना कि कहिबो पुणे आपण त पूर्वरे बामन रूपरे त्रिपुर आक्रमण कल त्रिपादरे छଳି बळी राजांको करिण बंधन स्थापिले देवगणे स्वर्गे सक्रंदन सुरंक रहितरे अमृत हरिल असुर निकरंकु विनाश करिल देवींक सर्वविध आपद बारणे हे देव एकमात्र समर्थ आपणे दर धर कहिले आहे सुरवर मुथिबा ठारे तुम्भर कि अछि दर दैत्यवर मारणे उपाय जानिछि सुलभ अटे ताहा शुण हे कहुछि बलरे बाबू धीरे धने जे प्रकारे तुम्भ हित करिबा आंभर विधिरे एहेतु तत्वदर्शी वेदविद माने सुहृद गण करे पुणी शत्रुगणे प्रयोज्य सम आदि उपाय चतुर योजना करिछन्ति से केड़े चतुर तपरे आराधित होई ब्रह्मा जाई बरटी देवारे से प्रभावे सेही दुर्जय होई करी से असुर वृत्र विश्वकर्मार से होई बारे पुत्र सर्वभूते अजय रूपे जनमिले परपुरंजय से बुद्धि हेले बळे सामवा प्रतारण बिना से ही पर जय नही पारिब सुर बोरे बार एणु तांकु प्रथमे प्रलोभ देखाई बस करी विनाश करी बाटी जाई महत बलशाली जहीं अछि एबे तहीं कि जाई तुम्भे ऋषिए गंधर्वे जाई न कर सम प्रयाग को आग पछे जय करिब समर रे बेग आहे सुरे ताहार सहित रे मिली शपथरे विश्वास होई नाना भଳି बंधुत्व को स्थापन कर जाई एबे पछरे सेही परि संघारी बजबे अदृश्ୟରେ मथाई इंद्रଙ୍କ वज्ରରେ इंद्रଙ୍କର ସାହାଯ୍ୟ କରିବି ବିଧିରେ
କିଛି କ୍ଷଣ ଅପେକ୍ଷା କର ସୁରଗଣ, ଆୟନ୍ଦିଣ ହୋଇଲେ ଲଭିବ ମରଣ। ଏ ବିନା ଆଉ ଅନ୍ୟ ଉପାୟଟି ନାହିଁ, ଗନ୍ଧର୍ବ ଋଷିଙ୍କର ସହ ତୁମ୍ଭେ ଯାଇ। କପଟରେ କହିବ ଆହେ ଦୈତ୍ୟବର, ଇନ୍ଦ୍ରଙ୍କର ସହିତ ବନ୍ଧୁଟତି କର। ଯେପରି କେଉଁ ଗିରେ ସେ ବିଶ୍ୱାସ କରେ, ସେପରି ପ୍ରତାରଣା କରିବ ବିଧିରେ। ଗୁପ୍ତ ଭାବେ ମୁଁ ଲୁଚିଥିବି ବକ୍ର ମଧ୍ୟେ, ସଂହରିବେ ବିଶ୍ୱସ୍ତ ରିପୁ ଇନ୍ଦ୍ର ମୁଁ ଯୁଦ୍ଧେ। ଉପସ୍ଥିତ ବିପଦେ ନ କରି ଆଶଙ୍କା, ବିଶ୍ୱାସଘାତ ପାପ ଲାଗିବାରେ ଏକା। ମୋ ସହାୟ ସେ ବଜ୍ର ମାରି ସୁନା ଶିର, ପାପୀ ପୁତ୍ର ବିନାଶେ ହେବେ ଧୁରନ୍ଧର। କରିଲେ ଶଠ ଶତ୍ରୁ ପ୍ରତିରେ ଶଠତା, ତହିଁରେ ଲେଶ ଦୋଷ ନଥିବାର କଥା। ତା ଭିନ୍ନ ସୁର ଧର୍ମ ଅନୁସାରେ ସୁରେ, ନାହିଁ ଅନ୍ୟ ଉପାୟ ସୁର ନାଶରେ। ମହତ ବଳବନ୍ତ ପରାକ୍ରାନ୍ତ ଶ୍ଵେତ, ହୋଇଣ ବେଦ ବର ବର ବରରେ ତ। ଦେଖିଛ ପରା ପୂର୍ବେ ମୁଁ ହୋଇବା ମନ, ଛଳି ବଳି ବଳି କି କରିଣ ବନ୍ଧନ। କରି ପଛେ ମୋହିନୀ ସୁମୂର୍ତ୍ତି ଧାରଣ, ପ୍ରତାରଣ କରିଲି ସବୁ ଦୈତ୍ୟଗଣ। ହେ ସୁର ବର ଗଣ ତୁମ୍ଭେ ସର୍ବେ ମିଳି, ସୁପ୍ରେମ ଭକ୍ତି ଭରେ ନମ୍ର କରି ମଉଳି। ନାନା ମନ୍ତ୍ର ସ୍ତୋତ୍ରରେ ଶୁଭ ପ୍ରଦାଙ୍କର, ଶରଣାଗତ ହୁଅ ଭଗବତୀଙ୍କର। ସେହି ତ ଯୋଗ ମାୟା ସହାୟ ହୋଇବେ, ସୁହିତଟି ତୁମ୍ଭର ଦୟାରେ କରିବେ। ଅସଂଯତ ଚିତ୍ତ ପାପୀ ମାନେ ଯେ ତାଙ୍କୁ, ପ୍ରାପ୍ତ ନ ହୋଇ ପାରନ୍ତି ଶେଷ ଇଳ ଯାଙ୍କୁ। ଯେଉଁ ଦେବୀ ପ୍ରସନ୍ନ ହୋଇବାରେ ତିଳେ, ଐହିକ ପାରତ୍ରିକ ସବୁ ବାଞ୍ଛା ଫଳେ। ମୁମୁକ୍ଷୁ ଯୋଗୀଙ୍କର ଯେ ମୁକ୍ତି ଦାୟିନୀ, ଭକ୍ତି ମୁକ୍ତି ସଦା ସେ ସର୍ବଶକ୍ତି ପୁଣି। ସେ ସର୍ବ ପ୍ରାର୍ଥନୀୟା ପ୍ରକାଶ ରୂପିଣୀ, ପରାତ୍ପରା ସେ ସତ ଗୁଣମୟୀ ଜାଣି। ପ୍ରକୃତିଙ୍କୁ ସର୍ବଦା ଆମ୍ଭେ ଆରାଧନା, ବରିବାର ଉଚିତ ଅଟେ ମହାମନା। ବ୍ରହ୍ମରୂପିଣୀ ଭଗବତୀଙ୍କ ସେବା କରି, ସମରେ ଶତ୍ରୁ ମାରି ପାରିବେ ହରି। ଶ୍ଵେତ ବିଷ ମୋହିନୀ ମହାଯୋଗ ମାୟା, ବୃତ୍ରକୁ ମୋହିତରେ କରିଦେବ ବାୟା। ମାୟାଙ୍କର ମାୟାରେ ବାୟା ହେବ ଯେବେ, ଅନାୟାସେ ବିନାଶ କରିଦେବା ତେବେ। ସର୍ବାତୀତ ଜଗତ ମାତା ଦୟା କଲେ, ସକଳ କାର୍ଯ୍ୟ ସିଦ୍ଧ କରିପାରେ ହେଳେ। ତାହାଙ୍କ ବିନା କାର୍ଯ୍ୟ ସିଦ୍ଧ ହେବ ନାହିଁ, କାରଣର କାରଣ ରୂପଣୀଟି ସେହି। ଅନ୍ତର୍ଯ୍ୟାମୀ ସ୍ୱରୂପା ବୋଲାନ୍ତି ସ୍ୱରୂପା, ଭକତଙ୍କ ହିତରେ ତାହାଙ୍କର କୃପା। ଏ ଶୁଣତୃ ବିନାଶେ ପରମ ଆଦରେ, ସାତ୍ୱିକ ଭାବେ ବିଶ୍ୱ ମାତାଙ୍କ ପାଦରେ। ଭାବ ଭକ୍ତି ଜନ୍ମାଇ କରି ଉପାସନା, ବିଶ୍ୱମାତା ଆଦ୍ୟାକୁ କରିଣ ଭାବନା। ପୂର୍ବରେ ତ ଦାରୁଣ ଗଣ କରି ମୋହି, 500 ବରଷ କାଳ ଗଲା ବହି। ବିନାଶିଲି ସମରେ ମଧୁ କଇଟଭ,
କରି ସେହି ପରମ ପ୍ରକୃତିଙ୍କ ସ୍ତବ। ସେ ସତୀ ଅତିଶୟ ପ୍ରୀତ ହୋଇବାରେ ମୋହିଦେଲେ ଦଇତ ଦୁହିଁକି ମାୟାରେ। ମୋହିତ ହୋଇବାରେ ଦେଖି ମୋହିତରେ ମତ ଗର୍ବି ଦାନବ ମାଇଲି ଛଳରେ। ଏହେତୁ ସୁରଗଣ ଭକତି ଭାବରେ ପରମା ପ୍ରକୃତି କି ଭଜ ହେ ସଧୀରେ। ତାହେଲେ ଜାଣିଥାଅ କାର୍ଯ୍ୟ ସିଦ୍ଧ ହେବ ଏହିପରି ମନ୍ତ୍ରଣା ଦେବାରେ ମାଧବ। ମନ୍ଦାର ମହିରୁହ ସୁନ୍ଦର ମନ୍ଦରେ ମେରୁଙ୍କର ଶିଖର ପ୍ରବେଶିଲେ ସୁରେ। ନିର୍ଜନରେ ରହିଣ ଧ୍ୟାନ ତପ ଜପ ନିଜରେ ଯାକରି ହେ ସେ ନୁହେଁ ଅଳପ। ଜଗତ ସୃଷ୍ଟି ସ୍ଥିତି ପ୍ରଳୟକାରିଣୀ ସୌଭକ୍ତର ଯେହିଟି ଅଭୀଷ୍ଟ ଦାୟିନୀ। ଏ ଅସାର ସଂସାର କ୍ଲେଶ ବିନାଶିନୀ ବିଶ୍ୱର ଜନନୀ ଯେ ଶ୍ରୀ ତାରା ତାରିଣୀ। ତାହାଙ୍କୁ ଏହି ସ୍ତବ କରିଲେ ଗୋ ଦେବୀ ଆମ୍ଭଠାରେ ପ୍ରସନ୍ନା ହୁଅ ଗୋ ଶାମ୍ଭବୀ। ସମରେ ବୃତ୍ରାସୁରେ ହୋଇ ପରାଜୟ ତୃତୀୟ ପଦ ଦ୍ୱୟ କରିଛୁ ଆଶ୍ରୟ। ଦିନାଥ ବିନାଶିନୀ ପରମାର୍ଥ ତତ୍ତ୍ୱେ ସନ୍ତପ୍ତ ସୁରଗଣ ତ୍ରାଣ କର ସତେ। ତୁମ୍ଭେ ତ ବୋଲାଉଛ ହେ ବିଶ୍ୱର ମାତ ବିପଦେ ପଡ଼ିଅଛୁ ଆମ୍ଭେ ତୁମ୍ଭ ପୁତ୍ର। ଉଦ୍ଧାର କରି କର ଲାଳନ ପାଳନ ତୁମ୍ଭ ବିନା କାହାକୁ ନ ଦେଖୁଛୁ ଅନ୍ୟ। ତ୍ରିପୁରା ଗୋ ତ୍ରିପୁରେ ନ ଜାଣ କି କିଛି ଅନ୍ତର୍ଜ୍ଞାତା ନିକଟେ କି କହିବୁ ବାଛି। ସୁରବୀରଙ୍କର ଚଳ ଯେ ଦର୍ପହର ଦାନବ ବର ଜାଣି ଉପେକ୍ଷା ନ କର। ଦେବୀ ଭଗବତୀ ଗୋ ନଗରାଜପୁତ୍ରୀ ବୋଲାଓ ତ୍ରିପୁରର ବିଧାନ ବିଧାତ୍ରୀ। ତୁମ୍ଭ ଅଂଶ ସମ୍ଭବା ବ୍ରହ୍ମା ବିଷ୍ଣୁହର ଅଖିଳ କାର୍ଯ୍ୟ ସାଧୁଛନ୍ତି ନିରନ୍ତର। ସ୍ୱାଧୀନ ସେ ନୁହନ୍ତି ତୁମ୍ଭର ଅଧୀନେ କରୁଛନ୍ତି ସୁକାର୍ଯ୍ୟ ସଦା ସାବଧାନେ। ତୁମ୍ଭ କୃପା କଟାକ୍ଷ ଭୃଭଙ୍ଗ ବସରେ ବିହାର କରୁଛନ୍ତି ତୁମ୍ଭ ଆଦେଶରେ। ଏହି ରତି ବିଧାନ କରିଛ ଗୋମାତ ପୁତ୍ର କଲେ ଅପରାଧ ସହ୍ୟ କରେ ମାତ। ଅନ୍ୟର ପରାଭବୁ ରକ୍ଷା କରେ ସିନା ଭବରେ ପ୍ରକାଶିଛ ଏପରି ବାସନା। କି ଆଶ୍ଚର୍ଯ୍ୟ କରୁଣା ସାଗରେ ସ୍ୱରୂପା ଚରଣାଶ୍ରିତ ହେଲେ ହେଉ ନାହିଁ କୃପା। ଅପରାଧ ବିହୀନେ ଆପଣା ନନ୍ଦନେ ରୋଦନ କରୁଛନ୍ତି ପଡ଼ିଣ ବଦନେ। ଆଗମାତ ଯଦ୍ୟପି ଭାବୁଛ ଏପରି ସୁରଗଣ ଚରଣ ମୋର ସେବା କରି। ଐଶ୍ୱର୍ଯ୍ୟ ବିଳାସରେ ସମ୍ପଦର ମଦେ ଭକ୍ତିଭାବ ରଖିଲେ ନାହିଁ ମୋର ପଦେ। ଏହାଙ୍କ ପ୍ରତି ଅତି କୃପା ଦୃଷ୍ଟି ହେବା ଉଚିତ ନୁହଁ ଏଠି ଶାସ୍ତି ଟିକି ଦେବା। ଏ ବିଚାର କରିବା ଅନୁଚିତ ମାତ ସୁତ ପ୍ରତି ଏ ଭାବ କର କି ମାତ। ସମ୍ପଦ ମଦିରାରେ ମୋହ ହୋଇ ଦେବେ ଐଶ୍ୱର୍ଯ୍ୟ ଭୋଗେ ମଗ୍ନ ହୋଇ ଲୁଟି ଯେବେ। ଏଥିରେ ଆଗମାତ ଆମ୍ଭର କି ଦୋଷ ମୋହ ସୃଷ୍ଟି କିମ୍ପାଇଁ କରିଛ ପ୍ରକାଶ। ସେ ମୋହରାଜ ଆସି ଆମ୍ଭ କାୟ ଦେଶେ
कि करिबु प्रभु हे देख ए अनिशे तुम्भे तो स्वभाव रे सिद्ध दयावती आम्भठारे किंपाई नुह दयामती पूर्वे आम्भ हितरे लोक भयंकर संहारिले समरे महिषासुर काहे पाई मात गो एबे भयावह ए पुत्र दयित को न मारुछ कह जगतर मंगल हेतुरे जे परी सैन्य सहने शुंभ शुंभ देले मारी से परी ए प्रबल खल स्वभाव को संहार करी नियम मात गोपुत्र को जेपरी तार अस्थि न रहिब मध्य सेपरी मोहितरे करी दियो बोध से दयित पीड़ार भୟରେ कातर हेउछु सुरगण मात रक्षा कर त्रिपुरे तुम्भ बिना के निज शक्ति रे थोइब सुरंकर दर नेई दूरे शत्रुर बरकत हेबा के सचय छड़ाई केही आणे करिब गोथय तुम्भर दया अछि वृत्रासुर प्रति तथापि दुख प्रद फल से संप्रति एबे ताकु विनाश न कले अवश्य करिब घोर नरकरे से प्रवेश सरजाळे पवित्र करी तार गात्र उतार न करिले पात करुनाश पापिष्ठ प्राणी हिंसा पापरे से जाई रहिब घोर करी नरकरे सेही एणु तार हितरे ताहाकु संहार करिबार उचित अटई तुम्भर असंख्य सुरंकु जा मारिछ पूर्वरे समर गणारे सर गणारे सेमाने जाई करी नंदन कानने विहार करुछंती आनंदित मने शत्रु हेले हेले माता गोदयारे विनाशीण पठाओ सोना शिरपुरे एहेतु शतक्रतु शत्रु से ही वृत्र हितकर समर क्षेत्र रे गुमात से पापिष्ठ मोर वृंदंकु सर्वदा पीड़ा देउछि गो शुभदा शारदा शत्रुसीना तुम्भर से कुहे किंकर ताहार कारण को शुण गो सत्तर तुम्भर पाद पद्माश्रित सुरे जेबे पीड़ा देउछि से पुत्र आहोदे पुष्पादि जहा किछि तुम्भर निर्माण मंत्र जंत्र समस्त तुम्भर भियान आम्भे माने तुम्भर स्वरूपटी जेबे तुम्भर पदाम्बुज पूजिबु कि भावे केवल आपणक चरण कमले प्रणिपात करुछु देवता सकले विषय अनुरागी महादेवी रागी जे जोगी अटंती महामुख्य भागी मने मने जाहाकु करंती स्मरण भीषण भवाब्धिरे तरुणी जे पूर्ण एहिपरि द्वितीय पाद पद्म दुई भक्ति भावे जे भजे भवे धन्य सेहि अखिल वेद विदे सकल जागरे बोलंती स्वाहा बोली सुरंक तृप्ति रे श्राद्ध काले पितृंक श्रद्धा होइबाकु सुमरंती तुम्भर शोधा स्वरूपकु जेउमाने तुम्भंकु स्मरंती गौमा
ସେହିମାନେ ସଂସାରେ ସୁଫଳ ଜନମା। ମାନବଙ୍କର ମେଧା କାନ୍ତି ଶାନ୍ତି ତୁମ୍ଭେ, ବିଶଦ ଅର୍ଥକାରୀ ବିଦ୍ୟା ବୁଦ୍ଧି ତୁମ୍ଭେ। ବିଶଦ ଅର୍ଥକାରୀ ବିଦ୍ୟା ବୁଦ୍ଧି ତୁମ୍ଭେ। ମାନବଙ୍କର ମେଧା କାନ୍ତି ଶାନ୍ତି ତୁମ୍ଭେ। ତ୍ରିପୁରେ ଏକା ତୁମ୍ଭେ ଭୂତମାନଙ୍କର, ବୋଲାଅ ଯେ ଐଶ୍ୱର୍ଯ୍ୟ ଦାୟିନୀ ସତ୍ୱର। ସୁରଙ୍କରେ ଏପରି ସ୍ତବ ଟିକି ଶୁଣି, ସେ ସତୀ ଭଗବତୀ ସର୍ବସୁଲକ୍ଷଣୀ। ହୋଇଣ ବିଭୂଷଣ ସର୍ବଭୂଷଣରେ, ପ୍ରକାଶ ହେଲେ ମନୋହର ମୂରତିରେ। ପାଶ ଅଙ୍କୁଶବର ଅଭୟ ମୁଦ୍ରାରେ, ସୁନ୍ଦର ଦିଶୁଛନ୍ତି ଚତୁର୍ଭୁଜରେ। କଟିତଟେ କିଙ୍କିଣୀ ହୋଇ କିଣି କିଣି, ହରିନିଏ ମାନସ ନରଙ୍କର କିଣି। ମଣିବନ୍ଧେ କଙ୍କଣ ଦିଶେ ମନୋହର, ଅଭୟ ଶ୍ରୀଚରଣ ଯୁଗଳେ ନପୁର। ବିରାଜେ ଶଶି କଳା ଲଲାଟ ପ୍ରଦେଶେ, ସୁରତନ ମୁକୁଟ ଶୋଭନ ସେ ଦିଶେ। ତାହାଙ୍କ କଣ୍ଠରବ ଅତି ସୁମଧୁର, ଅଙ୍ଗଲତା ଦିଶଇ ମହତ ସୁନ୍ଦର। ପାରିଜାତ ପୁରେ ବିମଳ ରସୁନୀଳ, ପରାଏ ରକ୍ତବର୍ଣ୍ଣ ଦେହ ସୁକୋମଳ। ବିମଳ ଶତଦଳ ଦଳନ ବଦନେ, ମନ୍ଦ ମନ୍ଦ ହସନ୍ତି ଆନନ୍ଦିତ ମନେ। ତହିଁ ପରେ ତ୍ରିନେତ୍ର ଦିଶଇ ଶୋଭନ, ବୋଳିଛନ୍ତି ସର୍ବାଙ୍ଗେ ରକତ ଚନ୍ଦନ। ପିନ୍ଧିବାର ସୁବାସ ସୁବାସ ରକ୍ତରେ, ବ୍ୟକତ ଦିଶୁଅଛି ଜନ ମନୋହରେ। କରୁଣାରେ କରୁଣାଳୟତ ଦିଶନ୍ତି, ବଦନ ମଣ୍ଡଳରେ ପ୍ରସନ୍ନେ ହସନ୍ତି। ତତ୍କାଳୀନ ତାହାଙ୍କ ମୂର୍ତ୍ତି ମନୋହର, ଦିଶଇ ସର୍ବବିଧ ଶୃଙ୍ଗାର ଆଧାର। ସକଳ ବାହ୍ୟ ବସ୍ତୁ ଉତ୍ପାଦିକା ସେହି, ସବୁ ଉପନିଷଦ ପ୍ରତିପାଦ୍ୟା ସେହି। ସର୍ବବିଧ ବସ୍ତୁର ଅଧିଷ୍ଠାନ ରୂପା, ସର୍ବକର୍ତ୍ରୀ ସର୍ବଜ୍ଞା ସର୍ବଦା ସ୍ୱରୂପା। ଏହିପରି ଶ୍ରୀଦେବୀ ଭଗବତୀ ଜାଣ, ଦେଲେଟି ଦେବତାଙ୍କୁ ସେହି ସୁଦର୍ଶନ। ସମ୍ମୁଖରେ ସତୀଙ୍କୁ ଦେଖି ସୁରବରେ, ବାରମ୍ବାର ପ୍ରଣାମ କଲେ ଚରଣରେ। ପ୍ରଣତ ଦେବବୃନ୍ଦ ଚାହିଁ ଜଗଦମ୍ବା, କହିଲେ ହେ ଆମର ନିକର ଶୁଣିବା। କାହିଁ ପାଇଁ ସ୍ମରିଲେ କି କହିବି ମୁହିଁ, ଏହିପରି କହନ୍ତେ ମାତ କୃପାମୟୀ। ଦେବଗଣ କହିଲେ ସୁରଙ୍କର ପର, ବୃତ୍ରାସୁର ରାଜାକୁ ମୋହିତଟି କର। ଯେପରି ସେ ଦେବଙ୍କୁ ବିଶ୍ୱାସ କରିବ, ଆମ୍ଭର ଆୟୁଧରେ ସେହିପରି ବଳ। ସଂସାର କରିଦିଅ ମାତ ଗୋ କେବଳ, ତା ଶୁଣି ଭଗବତୀ ତଥାସ୍ତୁ କହିଣ। ସେ ସ୍ଥାନରୁ ଅନ୍ତର୍ଧ୍ୟାନ ହୋଇଲେ ତକ୍ଷଣ, ସାନନ୍ଦେ ବୃନ୍ଦାରକ ସମନ୍ଦିର ଗଲେ। ଶ୍ରୀ ଶ୍ରୀ ଶ୍ରୀଦେବୀ ଭାଗବତେ ଏହି ସ୍ଥଳେ, ମହତ ପୁରାଣର ଷଷ୍ଠ ସ୍କନ୍ଧଟିରେ। ଦେବୀଙ୍କ ସ୍ତବ ପୂର୍ଣ୍ଣ ପଞ୍ଚମ ଅଧ୍ୟାୟରେ, ସେ ଦେବୀଙ୍କୁ ସୁମରି ହୋଇ ତୋଷ ଚିତ୍ତ। ବାଲାଜୀ ରଣା କହେ ବିନୟ ଗୀତ।